ଜାଣିଛନ୍ତି ନା ଆମେ ପ୍ରାର୍ଥନା ପରେ କାହିଁକି ବାପା ମାଙ୍କୁ ପ୍ରଣାମ କରୁ? ଖାଲି କରୁଛୁ କିନ୍ତୁ କାରଣ ବୁଝିବା ପାଇଁ ଗୋଟେ ରାଜି ନୁହଁ। ଯେପର୍ଯ୍ୟନ୍ତ ଆମେ କାରଣ ନ ବୁଝୁଛୁ ସେ ପର୍ଯ୍ୟନ୍ତ ଲାଗି ରହିବାଟା ଏତେ ସହଜିଆ ହବନି। ବିଶ୍ୱାସ ଟିକେ ଆସିଯାଇଛି ଠାକୁରଙ୍କୁ ଯଜନ ଯାଜନ ଇଷ୍ଟବୃତ୍ତି କରିଚାଲିଛି, ସତ୍ସଙ୍ଗ ଯାଉଛି, ଯୋଉଠି ଅବିଶ୍ୱାସ ସୁଚାଲା ସେଇଠି ବିଚାରି ଦଉଛି। ତେଣୁ ବିଶ୍ୱାସକୁ ପକ୍କା କରିବା ପାଇଁ ପଡ଼ିବ, ଶଙ୍କାକୁ ମୋଚନ କରିବା ପାଇଁ ପଡ଼ିବ, ତା ନହେଲେ ହେଇପାରିବ। ତେଣୁ ଆମେ ସର୍ବପ୍ରଥମେ ଆଗ ଜାଣିବା ମୁଁ କିଏ, ମୋର ପରିଚୟ କ'ଣ। ମୁଁ ହେଉଛି ଜଣେ ମଣିଷ। ସର୍ବପ୍ରଥମେ ଠାକୁର ଯୋଉଁ କଥା କହୁଥିଲେ ମୁଁ ଚାହେଁ ମଣିଷ, ସେ ଲୋକ କଥା କହୁନଥିଲେ, ସେ କହୁଥିଲେ ମୁଁ ଚାହେଁ ମଣିଷ। ଆମକୁ ଯିଏ ପଚାରେ ଆଜି ସତ୍ସଙ୍ଗ ଯାଇଥିଲ କେତେ ଲୋକ ହେଇଥିଲେ, ସର୍ବପ୍ରଥମେ ଆଗ ଜାଣନ୍ତୁ ଲୋକମାନେ ହେଉଛି ତାହା ଯାହାକୁ ଦିନ ରାତି 24 ଘଣ୍ଟା ଅଣ୍ଟେନି। ତାର କାମନା ଏତେ ଅଧିକା ସେ 24 ଘଣ୍ଟା ଯଦି ଆୟ କରିବ ତାକୁ ଅଣ୍ଟିବନି, ତା ନାଁ ହେଉଛି ଲୋକ। ଆଉ ମଣିଷ ହେଉଛି ସିଏ ଈଶ୍ୱରଙ୍କ ସୃଷ୍ଟିରେ ଦିନରେ କିଛି ଶ୍ରମ କରିବ, ତାର ଯଥେଷ୍ଟ ହବ, ରାତିରେ ବିଶ୍ରାମ ନେବ, ପ୍ରଭୁଙ୍କର ନାମ ଧ୍ୟାନ ସାଧନ ଭଜନ କରିବାର ଅନେକ ସୁଯୋଗ ପାଇବ। ତେଣୁ ମଣିଷ ଶବ୍ଦର ଅର୍ଥ ହେଲା ମଣ ଯୁକ୍ତ ଈଶ। ମଣ ମାନେ ହେଉଛି ତାଲିମ ହେବା, ସମସ୍ତେ ଜାଣିଛନ୍ତି। ଗୋରୁକୁ ମଣ କରାଯାଏ, ବାଛୁରୀକୁ ମଣ କରାଯାଏ, ତାପରେ ଯାଇ ସେ ହଳ କରିବ, ତାହେଲେ ତାଲିମ ହେବ କାହା ପାଖରେ? ନା ଈଶ ବା ଭଗବାନ। ତେଣୁ ଆମେ ତାଙ୍କୁ ଜୀବନର ସ୍ୱାମୀ କହୁଛୁ, ଜଗନ୍ନାଥଙ୍କୁ ଜୀବନର ସ୍ୱାମୀ ବି କହୁଛୁ। ସ୍ୱାମୀ ଶବ୍ଦର ଅର୍ଥ ଆମେ ଏପର୍ଯ୍ୟନ୍ତ ବୁଝିଲେନି। ଜୀବନରେ ମୋ ଜୀବନରେ ଜଣେ ନାରୀ ତା ଜୀବନରେ ସ୍ୱାମୀ ଅଛି, ସେ ସ୍ୱାମୀ ଶବ୍ଦର ଅର୍ଥ ବୁଝିଲାନି। ଆଉ ହତଭାଗ୍ୟ ପୁରୁଷ ଯିଏ ସ୍ୱାମୀ ହେଇଛି ସେ ବି ଜାଣିଲାନି ଯେ ମତେ ସ୍ୱାମୀ କ'ଣ କୁହାଯାଉଛି, ଯେ ସ୍ୱାମୀର ମାନେଟା। ସ୍ୱାମୀ ଶବ୍ଦର ଅର୍ଥ ହେଉଛି ନିୟନ୍ତ୍ରଣକାରୀ। ଜଗନ୍ନାଥ ସ୍ୱାମୀ ମାନେ ଟୋଟାଲ ଏ ଜଗତକୁ ଯିଏ ନିୟନ୍ତ୍ରଣ କରୁଛନ୍ତି ସେ ହେଲେ ଜଗନ୍ନାଥ ସ୍ୱାମୀ। ତାଙ୍କୁ ଆମେ ଜୀବନ ସ୍ୱାମୀ, ଜୀବନ ସର୍ବସ୍ୱ ବୋଲି କହୁଛୁ, ଅର୍ଥାତ୍ ସେ ମୋ ଜୀବନକୁ ନିୟନ୍ତ୍ରଣ କରୁଛନ୍ତି। ତେଣୁ ସେ ହେଉଛନ୍ତି ଈଶ୍ୱର ବା ଭଗବାନ। ମୋର ତାଙ୍କ ପାଖରେ ମଣ ହବାର ଅଛି, ଅର୍ଥାତ୍ ତାଲିମ ନେବାର ଅଛି। ପୁଣି ପୁଣି ମୋତେ ଯଦି ଆଉ ଜଣେ କିଏ ପଚାରେ, ମୁଁ କହିବି ମୁଁ ମାନବ, ଅର୍ଥାତ୍ ନବ ମାନେ ନୂଆ, ମା ମାନେ ନୁହେଁ, ଅର୍ଥାତ୍ ମୁଁ ନୂଆ ନୁହେଁ, ମୁଁ ପୁରୁଣା। ତାହେଲେ ଯଦି ମୁଁ ପୁରୁଣା ତାହେଲେ ମୋର ପରିଚୟ କ'ଣ? ନା ମୋ ଆତ୍ମା। କେହି ଜଣେ କହୁନି ମୁଁ ଆତ୍ମା ବୋଲି। ମୁଁ କିଏ? ନା ମୁଁ ବିଜୟ ଭାଇ କି ବାବାଜୀ ଭାଇ କି ବସନ୍ତ ଭାଇ ଏଇଭଳିଆ ନାଇଁ। ଆଗ ଚେତନା ନେବା ପାଇଁ ପଡ଼ିବ, ମୁଁ ହେଉଛି ଆତ୍ମା, ମୋର ଉତ୍ସ ହେଉଛନ୍ତି ପରମାତ୍ମା। ମୁଁ ଆସିଛି ତାଙ୍କୁ କେବଳ ପ୍ରାପ୍ତ ହେବା ପାଇଁ। କେମିତି ପ୍ରାପ୍ତ ହେବି? ନା ନାମ ଧ୍ୟାନ ସାଧନ ଭଜନ ତପସ୍ୟା ଯାହା ଜୀବନରେ ଆବଶ୍ୟକତା ଅଛି ତାକୁ କରିବି। କୋଉଠି କରିବି? ନା ଯେଉଁ ସଂସାର ଭିତରେ ମୁଁ ଆସିଛି, ସେ ସଂସାର ଭିତରେ ମୋର ବାପା ମା ଅଛନ୍ତି, ମୋର ପୁଅ ଝିଅ ଅଛନ୍ତି, ମୋର ଅଜା ଆଈ ଅଛନ୍ତି, ମୋର ବନ୍ଧୁବାନ୍ଧବ ଆତ୍ମୀୟ ସ୍ୱଜନ ଅଛନ୍ତି, ପଡ଼ାପଡ଼ୋଶୀ ଅଛନ୍ତି। ଶ୍ରୀ ଠାକୁର ସେଇଥିପାଇଁ କହିଲେ ସାଂସାରିକ ଜୀବନ ଯାହାର ଧ୍ୱସ୍ତ ବିଧ୍ୱସ୍ତ, ଆଧ୍ୟାତ୍ମିକ ଜୀବନ ତାର ତମସାଚ୍ଛନ୍ନ। ଇଏ ତତ୍ତ୍ୱଟିକି ଜାଣି ସାରିଲା ପରେ ଯଦି ସଂସାର ବିଗିଡ଼ିଛି ଏପଟେ, ତାହେଲେ ସାଧନ ଭଜନ ତପସ୍ୟା ହେବା ଅସମ୍ଭବ। ତେଣୁ ସେଇ ସର୍ବପ୍ରଥମେ ଆଗ କହୁଛନ୍ତି ତୁ ଆଗ ତୋର ସଂସାରର ଜୀବନକୁ ଆଗ ସଜାଡ଼େ। ତାକୁ କୁହନ୍ତି ତୁଇ ଯଦି ତୋର ଇଷ୍ଟ ପଥେ ଚଲିସ୍ ନାଁରେ ପକ୍କା, ତୋତେ ଧରି ଚଳିବ ଯିଏ ସିଏ ବି ହବ ଫାଙ୍କା। ବାପା ଉପଦେଶ ଦେଲେ କଥା କେହି ଶୁଣିବେ ନାହିଁ, ଅଜା ଉପଦେଶ ଦେଲେ କଥା କେହି ଶୁଣିବେ ନାହିଁ, ନିଜ ଚରିତ୍ର ଭିତରେ ଆଗ କରିବା ପାଇଁ ପଡ଼ିବ। ତେଣୁ ସେଟାକୁ କୁହନ୍ତି ତୁଇ ଯଦି ତୋର ଇଷ୍ଟ ପଥେ ଚଲିସ୍ ନାଁରେ ପକ୍କା, ତୋତେ ଧରି ଚলবে যারা সবাই ହେବେ ଫାଙ୍କା। ତେଣୁ ଆଜି ଏ ପରିବାର ଭୁଷୁଡ଼ି ଯାଉଛି କେବଳ ଏଇଥିପାଇଁ। ଦେଖନ୍ତୁ ପିଲାଟା ଭଲ ପାଠ ପଢୁଛି, ପରିବାର ଭିତରୁ ଅନେକ ଶିକ୍ଷା ନେଉଛି। ଶିକ୍ଷା ନେଲେ କ'ଣ ହବ? ଗୋଟାଏ ପିଲାକୁ ଭଲ ମଣିଷ କରିବା ପାଇଁ ହେଲେ 5ଟା ଦିଗ ପ୍ରତି ଦୃଷ୍ଟି ନେବା ପାଇଁ ପଡ଼ିବ। ଯେମିତି ଗୋଟେ ଛୋଟିଆ ଉଦାହରଣରେ ଧରନ୍ତୁ, ଗୋଟା ମାଠିଆରେ ପାଣି ଭର୍ତ୍ତି ହେଇଛି, 5ଟା କଣା କରିଦିଅନ୍ତୁ ପାଣି ବାହାରୁ, ତା ଦେହରୁ 2ଟା ବନ୍ଦ କରିଦିଅନ୍ତୁ, 3ଟାର ସ୍ପିଡ ବଢିଯିବ ନା କମିଯିବ? ନିଶ୍ଚିନ୍ତ ବଢିବ। ତେଣୁ ଆମେ ସେଇଭଳି ଭାବରେ 5ଟା ଯେ ଇନ୍ଦ୍ରିୟ ଅଛି, 6ଟା ଯେ ପ୍ରବୃତ୍ତି ଆମ ଭିତରେ ଅଛି, ଆକୁ ଯଦି ଆମେ ଠାକୁରଙ୍କ ପାଖରେ ଯେତେବେଳେ କଥା ପଡୁଛେ, ଠାକୁର ଜଣେ ମଦ ଖାଇ ଆରାମରେ ଅଛି, ଜଣେ ବହୁ ଧନ ରୋଜଗାର କରିକି ଆରାମରେ ଅଛି, ଜଣେ ମାଛ ମାଂସ ଖାଇକିରି ଆରାମରେ ଅଛି,
ଶ୍ରୀ ଶ୍ରୀ ଠାକୁର କହନ୍ତି ମୋର ମନେ ହୁଏ ସେ ମରି ଯାଇଛି, ଅର୍ଥାତ୍ ପ୍ରବୃତ୍ତି ମୁଖରେ ଜୀବନ ଯାପନ କରୁଛି। ଆମେ କହୁଛେ ବଞ୍ଚୁଛେ, ଶ୍ରୀ ଶ୍ରୀ ଠାକୁର କହନ୍ତି ମୋର ମନେ ହୁଏ। ଏ କଥା ଆଲୋଚନା ହଉଥିଲା 5 ଦିନ ତଳେ ବାଲେଶ୍ୱରରୁ ସେ ବକ୍ତା ଆସିକରି ଆଲୋଚନା କରୁଥିଲେ ରାଇଗଣ୍ଡରେ। ଠାକୁରଙ୍କ ପାଖରେ ପ୍ରଶ୍ନ କଲେ ଯେ ଠାକୁର ଏମିତି ଏମିତି ଭାବରେ ବଞ୍ଚା ଯାଉଛି। ଠାକୁର କହନ୍ତି ମୋର ମନେ ହୁଏ ମରି ଯାଇଛି, ଅର୍ଥାତ୍ ପ୍ରବୃତ୍ତି ମୁଖରେ ଜୀବନ ଯାପନ କରୁଛି। ତେଣୁ ଆମେ କ'ଣ କରୁଛୁ ବର୍ତ୍ତମାନ, ଏଇ ଯେ ମାଠିଆରେ ଯେ ପାଣି ଭର୍ତ୍ତି ହେଲା ଭଳିଆ 2ଟାକୁ ବନ୍ଦ କରି 3ଟାକୁ ଖୋଲା ରଖୁଛୁ। କିଆରି କି ଫସଲ କିଆରିରେ ଅଛି ମାନେ ତାକୁ ସୁରକ୍ଷିତ କରିବା ପାଇଁ 4 ପଟ ଯାକ ବାଡ଼ ଦେବା ପାଇଁ ପଡ଼ିବ। 3 ପଟ ବାଡ଼ ଦେଇକି ଆଉ ଗୋଟେ ପଟ ମେଲା କରିଦେବି, ଫସଲ କିନ୍ତୁ ରହିବନି। ଯେଉଁ ଗୋରୁ ତା ଭିତରେ ପଶିବେ ଆଉ ବାଡ଼େଇଲେ ବାହାରିବେନି, ତାକୁ କୁଦି ସାଇଲେ ଯାଇ ବାହାରିବେ। ଯଦି ମେଲା ଥାନ୍ତା ହୁଏତ ଏପଟକୁ ବାଡ଼େଇଥିଲେ ସେପଟକୁ ପଳେଇ ଯାଇଥାନ୍ତା। ଆମେ ଯେଉଁଭଳି ଭାବରେ ଜୀବନ ଯାପନ କରୁଛୁ, ମାଛ ମାଂସ ଟିକେ ଛାଡ଼ିଦେଲୁ, ପିଆଜ ରସୁଣ ଟିକେ ଛାଡ଼ିଦେଲୁ, ଅନ୍ୟ ଗୁଡ଼ାକୁ ଇଚ୍ଛା ମୁତାବକ କଲୁ। ଶ୍ରୀ ଠାକୁର ପାଖରେ ଏ କଥା ମଧ୍ୟ ବି ଆଲୋଚନା ହେଇଛି। ଠାକୁର একবার চরমরে যাইকিରି কହୁଛନ୍ତି, କହିଲେ 100 বাসটা তোমার যদি এক্সপ্রেস মতন হবাতে চাই, নামটা কিন্তু তুফান মেলের মতন চাই। তুমি যাহা করুছ কর, কিন্তু ঠাকুরଙ୍କ ভাবধারা অনুসারে চালিয়ে যাই হব। যাহা কর সবু বি ক্যামেরা লাগিব। ঠাকুর মধ্যে কাহাକୁ দমন করিবার নাই, এয়াকু দমন করিয়া পাই যাই দুর্বাসা মহর্ষি এত বড় ক্ରୋধী ହେଇଗଲେ। ତେଣୁ ସବୁଗୁଡ଼ାକୁ ଇଷ୍ଟ ଓରିଏଣ୍ଟେଡ୍ କରିବା ପାଇଁ ପଡ଼ିବ। ତେଣୁ ଗୋଟେ ପିଲାକୁ ଭଲ ମଣିଷ କରିବା ପାଇଁ ହେଲେ 5ଟା ଉପାଦାନ ଅଛି। ସେ 5ଟା ଉପାଦାନ, ଧରନ୍ତୁ ବିଜୟ ଭାଇର ପୁଅ ଖରାପ ହେଇଗଲା, ଆମେ ସାଙ୍ଗେ ସାଙ୍ଗେ ମତ ବ୍ୟକ୍ତ କରିଦେଉଛୁ ବିଜୟ ଭାଇର ଦୋଷ। କେମିତି ବିଜୟ ଭାଇର ଦୋଷ? ଆମ ଜୀବନ ଏକ ମିଶ୍ରିତ କର୍ମଫଳରେ ଚାଲିଛି। ପ୍ରାରବ୍ଧ କର୍ମଫଳ, ଅର୍ଜିତ କର୍ମଫଳ, କ୍ରିୟମାଣ କର୍ମଫଳ। ଠାକୁର କହୁଛନ୍ତି ଯଦି ଇଷ୍ଟ ନିଶାରେ ତୁମେ ଚାଲ, ପ୍ରାରବ୍ଧ କର୍ମଫଳରେ ଯଦି କିଛି ଅମଙ୍ଗଳ ଥାଏ ତାହା ମଧ୍ୟ ଶୁଭ ପ୍ରସୂ ହେଉଥିବ। ଆଉ ଯଦି ଅର୍ଜିତ କର୍ମଫଳ କିଛି ଭୁଲ ଥାଏ ତାହା ମଧ୍ୟ ବି ଶୁଭ ପ୍ରସୂ ହେଉଥିବ। କିନ୍ତୁ ପ୍ରାରବ୍ଧ କର୍ମଫଳ ଆମକୁ ଅନ୍ତତଃ ପାଇଁ ଭୋଗ ନେବା ପାଇଁ ପଡ଼ିବ। କହିଲେ ତ ସମୟ ଚାଲି ଯାଉଛି ଅଧିକା, ମୁଁ କହିପାରୁନି। ଯେଉଁନ ଡ୍ରାମା ଦେଖୁଥାନ୍ତି ଶ୍ରୀ ଠାକୁର ଦାନବୀର ହରିଶ୍ଚନ୍ଦ୍ର ଆଶ୍ରମରେ, ସମସ୍ତେ ଯେତେବେଳେ ଦୁର୍ବାସା ଋଷିକି ଏ ବିଶ୍ୱାମିତ୍ରକୁ ଧିକ୍କାର କରୁଛନ୍ତି, ଠାକୁର ଉଠି ପଡ଼ିକିରି କହନ୍ତି ଧନ୍ୟ ବିଶ୍ୱାମିତ୍ର, ଧନ୍ୟ ବିଶ୍ୱାମିତ୍ର। ଠାକୁରଙ୍କ ପାଖରେ କେହି କଥା ବି କହିପାରିଲେନି ଯେ ସମସ୍ତେ ନିନ୍ଦା କଲାବେଳେ ଆପଣ କାହିଁ ପ୍ରଶଂସା କରୁଛନ୍ତି। ତାପରେ ଦିନ ଭକ୍ତଗଣ ଶ୍ରୀ ଠାକୁର ବସିଛନ୍ତି, ଠାକୁର ପଚରା ହେଉଛି ଯେ ଠାକୁର ସମସ୍ତେ ବିଶ୍ୱାମିତ୍ରଙ୍କୁ ଘୃଣା କଲାବେଳେ ଆପଣ କାହିଁକି ଠିଆ ହେଇକି ପଡ଼ିକିରି ଧନ୍ୟ ବିଶ୍ୱାମିତ୍ର କହିଲେ? ନା ତାକୁ 3ଟା ଜନ୍ମ ନେବା ପାଇଁ ପଡ଼ିଥାନ୍ତା ଏଇ ହରିଶ୍ଚନ୍ଦ୍ରକୁ। ଗୋଟାଏ ଜନ୍ମରେ ରାଜ୍ୟ ହରେଇଥାନ୍ତା, ଦ୍ୱିତୀୟ ଜନ୍ମରେ ସ୍ତ୍ରୀ ହରେଇଥାନ୍ତା, ତୃତୀୟ ଜନ୍ମରେ ପୁଅକୁ ବି ହରେଇଥାନ୍ତା। କେବଳ ଜୀବନରେ ଗୁରୁ ଥିଲେ ବୋଲି ଗୋଟାଏ ଜନ୍ମରେ ସବୁ ପାସ୍ କରେଇ ଦେଇକରି ପୁନରାୟ ମଧ୍ୟ ବି ସବୁ ପ୍ରଦତ୍ତ କରେଇଦେଲେ। ତେଣୁ ଜୀବନରେ ଗୁରୁ ଥିଲେ ଏହା ସମ୍ଭବ ହେଇପାରେ। ତେଣୁ ଆମମାନଙ୍କର ଗୋଟେ ମିଶ୍ରିତ ଜୀବନ ଚାଲିଛି। ପ୍ରାରବ୍ଧ ଅଛି, ଅର୍ଜିତ ଅଛି, ପୁଣି କ୍ରିୟମାଣ ବି ଚାଲିଛି। ଆକୁ ବାଦ ଦେଲା ପରେ ଆହୁରି 4ଟା ଉପାଦାନ ଅଛି ଗୋଟେ ପିଲାକୁ ଭଲ ମଣିଷ କରିବା ପାଇଁ। ସେକେଣ୍ଡଟା ହେଉଛି ପରିବେଶ। ପରିବେଶ ବର୍ତ୍ତମାନ ଏତେ ଅସଜଡ଼ା, ଏତେ ବିଶୃଙ୍ଖଳିତ ହୋଇଛି, ତୁମେ ଯେତେ ଚେଷ୍ଟା କଲେ ବି ସଜାଡ଼ି ପାରିବ ନାହିଁ। ତାର କାରଣ ହେଉଛି କ'ଣ ଦେଖୁଛନ୍ତି ନା, ବର୍ତ୍ତମାନ ସମସ୍ତେ ନ୍ୟୁକ୍ଲିୟର ଫ୍ୟାମିଲି ଆମେ କରିବା ପାଇଁ ବ୍ୟସ୍ତ। ଆମେ ଆଉ ଜଏଣ୍ଟ ଫ୍ୟାମିଲିରେ ରହିବା ପାଇଁ କେହି ବ୍ୟସ୍ତ ନୁହଁ। ଶ୍ରୀ ଠାକୁରଙ୍କ ପାଖରେ ବଢ଼ିଆ ଉଦାହରଣ ବି ଅଛି। ମୁଁ ସେ ଉଦାହରଣ କତିକି ଯାଉନି, ବର୍ତ୍ତମାନ ଫ୍ୟାମିଲିର କଥା ଚିନ୍ତା କରି ଆପଣମାନେ ଦେଖନ୍ତୁ। ସାଧାରଣତଃ ମଧ୍ୟବିତ୍ତ ପରିବାରରେ ଦେଖାଯାଉଛି ବେଶୀ କରି, ପ୍ରାୟ ବର୍ତ୍ତମାନ ସମସ୍ତେ ମଧ୍ୟବିତ୍ତ ହେଇଗଲେଣି, ଆଉ କେହି ଗରିବ ନାହାନ୍ତି, କାହାର ଆଉ ଖାଦ୍ୟର ଅଭାବ ନାହିଁ, ସମସ୍ତେ ଆମେ ବର୍ତ୍ତମାନ ମଧ୍ୟବିତ୍ତରେ ଥାଏ। ଆମେ ସର୍ବପ୍ରଥମେ ଚିନ୍ତା କରୁଛୁ ଆମ ଛୁଆ କେମିତି ମଣିଷ ହବ। ତେଣୁ ମାତ୍ର କୁଟୁମ୍ବ 5 ଜଣ ବା 5ରୁ 6 ଭିତରେ ବାପ ମା, ପୁଅ ବୋହୂ, ହୁଏତ ନାତି ନାତୁଣୀ କିମ୍ବା ଗୋଟାଏ ନାତି, ଏତିକିରେ ତ ବାପ ମା ରହିଲେ ଘରେ ଗୋଟାଏ ଚୁଲି। ପୁଅ ଚାକିରି କରି ଧରନ୍ତୁ କଟକ କି ଭୁବନେଶ୍ୱର କି ଦିଲ୍ଲୀ କି ବମ୍ବେରେ, ସେଠି ତାର ସିଏ ଗୋଟାଏ ଚୁଲି। ସ୍ତ୍ରୀ ନେଇକରି ଯିବ ପୁଅକୁ ପାଠ ପଢ଼ିବା ପାଇଁ ଗୋଟେ ଆଦର୍ଶ ବିଦ୍ୟାଳୟକୁ, ନହେଲେ ନବୋଦୟକୁ, ସିଏ ପାରିବ ସେଠି ଗୋଟାଏ ଚୁଲି। 5ଟା ମଣିଷରେ ଯଦି 3ଟା ଚୁଲି ହବ, ମନ କୋଉ ଭଳିଆ ଏକାଠି ହବ ଆଗ ଚିନ୍ତା କଲେ। ଆମେ 2 ଭାଇ ଭିନ୍ନ ହେଇକି 2ଟା ଚୁଲି ହେଲେ କାମ ସରୁଛି ସେଇଠି। ତେଣୁ ବର୍ତ୍ତମାନ ଆମେ ଏମିତି ନ୍ୟୁକ୍ଲିୟର ହେଇଯାଇଛେ, ଯେତେ ଚେଷ୍ଟା କଲେ ମଧ୍ୟ ବି ଶାନ୍ତି ଆସିବା ଭାରି କଷ୍ଟ ହବ। ଏ ହେଉଛି ପରିବାରର କଥା, ପରିବେଶର କଥା। ଧରନ୍ତୁ ଗୋଟେ ଗଣ୍ଡଗୋଳ ଏଇଠି ଲାଗିଛି, ସମୟ ହେଲାଣି ତାଙ୍କର, ମୁଁ ବନ୍ଦ କରୁଛି। ଧରନ୍ତୁ ଗୋଟେ ଗାଁରେ
ଦୁଆର ମୁହଁରେ ବା ପାଖାପାଖି ଗୋଟେ ଜାଗାରେ ଗଣ୍ଡଗୋଳ ଲାଗିଛି। ବାବୁ ମୋର ପୁଅ ତାକୁ କାହିଁ ଯାଉଛୁ ଦାଣ୍ଡକୁ ରହ। ଚିନ୍ତା କରନ୍ତୁ, ଇଏ ବସନ୍ତ ଭାଇ ସେ ତା ପୁଅ ଯେତେବେଳେ ଦାଣ୍ଡକୁ ଟିକେ ବାହାରି ଅଛି ବସନ୍ତ ଭାଇ ବି ରୋକି ଦଉଛି। ପିଲାମାନେ ଯିଏ ଗଣ୍ଡଗୋଳ କରୁଛନ୍ତି ସେ ଦେଖୁଛନ୍ତି ଯଦି ଏଇ ପିଲା ବା ୟାଙ୍କରି ବାପା ମାନେ ଯଦି ନୀରବ ରହିଯାଆନ୍ତି ଆମକୁ ଆଡା କରିବାକୁ ଭଲ ହବ। ଆମେ କାହିଁକି ଆମ ପିଲାଙ୍କୁ ସେଠି ଛାଡିଲୁ ନା ବାଳୁଙ୍ଗା ଗତି ଗଲେ ତେବେ ନଷ୍ଟ ହବ। ରେ ଲୁଗା ମଇଳା ହେଲେ ସାବୁନ ହେଲେ ସଫା ହବ ନା ସେ ମନକୁ ମନ ସଫା ହବ? ଯଦି ଅସତ ଚାଲିଛି ସେଠି ଆମେ କେତେ ଜଣ ସତ ଯାଇକି ତାକୁ ବିରୋଧ କର ବା ବୁଝାଅ ବା ପ୍ରତିରୋଧ କର ବା ନିରୋଧ କର। ଆମେ ସେଠିକି ଯିବା ପାଇଁ ନାରାଜ। ତେଣୁ ପରିବେଶ ବି ଦୂଷିତ। ତାପରେ ହଉଛି କଣ ନା ଅନ୍ନ। ଠାକୁର ଆସି ଆମକୁ ସର୍ବପ୍ରଥମ ଶିଖଉଛନ୍ତି ଅନ୍ନରୁ। ଏ ଶରୀର 5ଟା କୋଷରେ ତିଆରି ହେଇଛି ତ, କହିଲେ ଆଗ ଅନ୍ନମୟ କୋଷକୁ ଆଗ ଅନ୍ନ ଠିକ ହବ। ଅର୍ଥାତ୍ ତମକୁ ଯିଏ ଯେତେ ନିନ୍ଦା କରୁ ତମେ ଆ ହାତରେ ଖାଅ ନା ତା ହାତରେ ଖାଅ ନା ଅଲଗା କଣ ଖାଉଛ ଆମର ଗୋଟେ କିଛି ଶୁଣିବାର ନାହିଁ। ଅନ୍ନମୟ କୋଷ ଆଗ ଠିକ ହେବା ଦରକାର। ତେଣୁ ଅନ୍ନ ବି ଆମର ଠିକ ରହୁନି। ଅନ୍ନ ଠିକ ହେବା ପାଇଁ ହେଲେ ସାତ୍ଵିକ ଉପାର୍ଜନ ଆଗ ଦରକାର। ଉପାର୍ଜନ ଭୁଲ ହବ, ଲାଞ୍ଚ ଖର୍ଚ୍ଚ ମିଛରେ ଉପାର୍ଜନ ହବ, ତାରି ଭିତରେ ଅନ୍ନ ତିଆରି ହବ। ସେ ସାତ୍ଵିକ ଭାବ ମୋ ପିଲା ଭିତରେ ବା ମୋ ଭିତରେ ସୃଷ୍ଟି କରିବ ଅସମ୍ଭବ। ଯୋଉଦିନ ରାମକୃଷ୍ଣ ଠାକୁର କାଳୀ ମନ୍ଦିର ପୂଜା କଲେ, ଅଖିଆ ଚାଲିଗଲେ, ବଜାରରୁ ମୁଢି କିଣିକିରି ଖାଇଲେ, ତାଙ୍କୁ ପଚରାଗଲା ଯେ ପ୍ରଭୁ ଆପଣ କାହିଁକି ତା ଘରେ ରାଣୀ ରାସମଣୀଙ୍କ ଘରେ କାହିଁକି କିଛି ଖାଦ୍ୟ ଗ୍ରହଣ କଲେ ନାହିଁ? ନା ବିଷୟରେ ଅନ୍ନ ଗ୍ରହଣ କରାଯାଏ ନା, ସେ ମଧ୍ୟ ବି ଖାଉନଥିଲେ। ତେଣୁ ଆମର ଅନ୍ନ ଦୋଷ। ଇଏ ଅନ୍ନ ପରେ ପୁଣି ଗୋଟେ ସଙ୍ଗ ଦୋଷ ଅଛି। ସବୁବେଳେ ନଜର ନେବା ପାଇଁ ପଡିବ ପିଲା କାହା ସାଙ୍ଗରେ ମିଶୁଛି। କାହିଁକିନା ସଙ୍ଗାତ ସଞ୍ଜାୟତେ ଶ୍ରଦ୍ଧା। ସଙ୍ଗ ଯଦି ଭଲ ହବ ଶ୍ରଦ୍ଧା ବଢିବ। ଜଣେ ଯଦି ଶ୍ରଦ୍ଧାଟା ନ ବଢିଲା ପୁଣି ତାର ବିପରୀତ ସଙ୍ଗାତ ସଞ୍ଜାୟତେ କାମ। ଆର ଦିଟା ଦିଗ ଅଛି। ଏଇ ଠାକୁର କହୁଛନ୍ତି ନା ପ୍ରେଜ ମେକ୍ସ ମ୍ୟାନ ଗୁଡ ଟୁ ବେଷ୍ଟ ଆଣ୍ଡ ବ୍ୟାଡ ଟୁ ୱର୍ସ। ଏଇ ପ୍ରଶଂସା ତମକୁ ନେଇକି ଅତି ଉନ୍ନତ ସ୍ଥାନରେ ପହଞ୍ଚେଇ ଦବ, ଆଉ ଏଇ ନିନ୍ଦା ତମକୁ ନିମ୍ନଗାମୀ ବି କରେଇଦବ। ତେଣୁ କଣ ତମେ କରିବା ପାଇଁ ଚାହୁଁଛ? ତେଣୁ ଏଇଭଳି ଭାବରେ ସର୍ବଶ୍ରେଷ୍ଠ ଭୁଲ ହଉଛି ସେ 5ଟା ଭିତରେ ଉପାସନା ଦୋଷ। ଉପାସନା ଦୋଷ ଯେ ପର୍ଯ୍ୟନ୍ତ ସଜଡା ନ ହେଇଛି ସେ ପର୍ଯ୍ୟନ୍ତ ଭାରତର ଏବଂ ଭାରତ ବର୍ଷର ବା ଏ ମାନବ ଜାତିର ବା ପରିବାରର ଆମ ସମସ୍ତଙ୍କର ଉନ୍ନତି ଅସମ୍ଭବ। ଉପାସନା କଣ ଭୁଲ ହେଇଛି ନା ମୁଁ କାହାକୁ ପୂଜା କରିବି, କାହା ନିକଟରେ ମୁଁ ବସିବି, ଯାହାକୁ ଦେଖିକିରି ମୋ ଜୀବନକୁ ମୁଁ ସଜାଡ଼ିବି। ଆମର ପ୍ରାର୍ଥନା ବହି ନା ତ ପ୍ରାର୍ଥନା ବହି ହେଇଥାନ୍ତା, ତାହେଲେ ଉପାସନା କାହିଁ ହେଇଛି? ଅର୍ଥାତ କାହା ନିକଟରେ ମୁଁ ଆସନ ପକେଇଲେ, ଉପମାନେ ନିକଟରେ ତ ମୁଁ କାହା ନିକଟରେ ଆସନ ପକେଇଲେ ମୋ ଜୀବନ ସଜାଡି ହବ, ତାର ନାଁ ହଉଛି ଉପାସନା। ତା ଦେହରେ ବ୍ରତ ଅଛି, ନିୟମ ଅଛି, ଯଜନ ଅଛି, ଯାଜନ ଅଛି, ଇଷ୍ଟଭୂତି ଅଛି, ଏମିତି ସବୁ କଥା ଅଛି। ତେଣୁ ଆଉ ବିଶେଷ କିଛି କହୁନାହିଁ। ଦାଦା ଅଛନ୍ତି କହିବେ, କହିଚାଲିଲେ ତ ଏମିତି ବହୁତ କଥା ଅଛି, ସମୟ ତ ହେଇଯିବ। ତେଣୁ ଦାଦାଙ୍କ ପାଇଁ ବହୁତ ସମୟ ରଖୁଛି। ସେ ବଙ୍ଗଳା କଥା କହିବେ, ଭଲ କଥା, କିନ୍ତୁ ବନ୍ଦ କରୁଛି। ଏତିକି ଏତିକି ଶେଷ।